ଆଜି ଆସନ୍ତୁ ଆମେମାନେ ସଂସାରର ବସ୍ତୁ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ କରାଯାଏ ଶୀର୍ଷକ ଦ୍ୱାରା ପରମେଶ୍ୱରଙ୍କ ବାକ୍ୟର ଭାଗ କରିବା। ଏହି ବିଷୟର ଅନ୍ତର୍ଗତ ଆସନ୍ତୁ ଆମେମାନେ ପରମେଶ୍ୱରଙ୍କ ଅନୁଗ୍ରହକୁ ଭାଗ କରିବାର ସମୟ ନେବା। ଯେବେ ଆମେ ଦାନିଏଲଙ୍କ ଭବିଷ୍ୟବାଣୀକୁ ଦେଖିବା, ତେବେ ଦାନିଏଲ ଅଧ୍ୟାୟ 4 ଓ 5ରେ ପରମେଶ୍ୱର ରାଜା ନବୁକଦନେସ୍ସରଙ୍କୁ ଜାଣିବାକୁ ଦେଲେ କି ପରମେଶ୍ୱର ସ୍ୱୟଂ ଏହି ସଂସାରର ସମସ୍ତ ବସ୍ତୁକୁ ପରିଚାଳନା କରୁଛନ୍ତି ଓ ସଞ୍ଚାଳନ କରୁଛନ୍ତି। ଦାନିଏଲ ପୁସ୍ତକରେ ଆମେମାନେ ଅନେକ ଥର ରାଜା ନବୁକଦନେସ୍ସର ଓ ଦାନିଏଲଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ଦେଖିପାରିବା। ଦାନିଏଲ 2ରେ ରାଜା ନବୁକଦନେସ୍ସର ଦାନିଏଲଙ୍କୁ ଆପଣା ସ୍ୱପ୍ନର ବ୍ୟାଖ୍ୟା କରିବାର ନିବେଦନ କଲେ। ଆସନ୍ତୁ ଆମେମାନେ ଅଧ୍ୟାୟ 4 ପଦ 4 ଦେଖିବା। ମୁଁ ନବୁକଦନେସ୍ସର ଆପଣା ଗୃହରେ ଶାନ୍ତିରେ ଥିଲି ଓ ଆପଣା ପ୍ରାସାଦରେ ତେଜସ୍ୱୀ ଥିଲି। ମୁଁ ଗୋଟିଏ ସ୍ୱପ୍ନ ଦେଖିଲି, ତାହା ମୋତେ ଭୀତ କରାଇଲା ଓ ଶଯ୍ୟା ଉପରେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍ବିଗ୍ନ କଲା। ଏହେତୁ ସ୍ୱପ୍ନର ଅର୍ଥ ମୋତେ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ ଲୋକଙ୍କୁ ମୋ ନିକଟକୁ ଆଣିବା ପାଇଁ ଆଜ୍ଞା କଲି। ତହିଁରେ ମନ୍ତ୍ରବେତ୍ତା ଗଣକ, କଲ୍ଦୀୟ, ଶୁଭାଶୁଭବାଦୀମାନେ ମୋ ନିକଟକୁ ଆସିଲେ। ପୁଣି ମୁଁ ସେମାନଙ୍କୁ ସ୍ୱପ୍ନ ଜଣାଇଲି, ମାତ୍ର ସେମାନେ ତହିଁର ଅର୍ଥ ମୋତେ କହିପାରିଲେ ନାହିଁ। ଦାନିଏଲ ଅଧ୍ୟାୟ 2ରେ ରାଜା ନବୁକଦନେସ୍ସର ସ୍ୱପ୍ନ ଦେଖିଲା, କିନ୍ତୁ ତାହାକୁ ମନେ ନଥିଲା କି ତାହାର ସ୍ୱପ୍ନ କ'ଣ ଥିଲା। ଏପରି ଲୋକ ଥିଲେ ଯେଉଁମାନେ ସର୍ବଦା ରାଜାଙ୍କ ପାଖରେ ରହୁଥିଲେ ଓ ତାହାଙ୍କୁ ରାଷ୍ଟ୍ର ପ୍ରଶାସକ ବିଷୟରେ ପରାମର୍ଶ ଦେଉଥିଲେ। ସେମାନେ ମନ୍ତ୍ରବେତ୍ତା, ମାୟାବୀ ଓ କଲ୍ଦୀୟ ଥିଲେ। ଦାନିଏଲ ଅଧ୍ୟାୟ 2ରେ ସେମାନେ କହିଲେ, ଆପଣଙ୍କ ଦାସମାନଙ୍କୁ ସ୍ୱପ୍ନଟି ଜଣାନ୍ତୁ, ଆମେମାନେ ତହିଁର ଅର୍ଥ ପ୍ରକାଶ କରିବୁ। ଯାହା ହେଉ, କାରଣ ରାଜା ସ୍ୱପ୍ନ ଜାଣୁନଥିଲେ, ତେଣୁ ସେମାନେ ତାହାର ବ୍ୟାଖ୍ୟା କରିପାରିଲେ ନାହିଁ। ଶେଷରେ ସେ ଦାନିଏଲଙ୍କ ଦ୍ୱାରା ଜାଣିଲେ କି ଆପଣା ସ୍ୱପ୍ନ କ'ଣ ଥିଲା। ଆସନ୍ତୁ ଆମେମାନେ ଅଧ୍ୟାୟ 4 ପଦ 10 ଦେଖିବା। ଶଯ୍ୟା ଉପରେ ମୋ ମନର ଦର୍ଶନ ଏହି ପ୍ରକାର ଥିଲା। ମୁଁ ଅନାଇଲି, ଆଉ ଦେଖ, ଭୂମଣ୍ଡଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଓ ତାହା ଅତି ଉଚ୍ଚ। ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା, ତହିଁର ଉଚ୍ଚତା ଗଗନ ସ୍ପର୍ଶ କଲା। ପୁଣି ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାହା ଦୃଶ୍ୟମାନ ଥିଲା। ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ତହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ତହିଁର ତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀଗଣ ତହିଁର ଶାଖାମାନରେ ବାସ କଲେ ଓ ସମସ୍ତ ପ୍ରାଣୀ ତହିଁରୁ ଖାଦ୍ୟ ପାଇଲେ। ମୁଁ ଶଯ୍ୟା ଉପରେ ମୋ ମନର ଦର୍ଶନ କ୍ରମେ ଦେଖିଲି, ଆଉ ଦେଖ, ଏକ ପ୍ରହରୀ ଓ ପବିତ୍ର ପୁରୁଷ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସେ ଉଚ୍ଚ ସ୍ୱର କରି ଏହି କଥା କହିଲେ, ଏହି ବୃକ୍ଷକୁ ଛେଦନ କର ଓ ତହିଁର ଶାଖା ସବୁ କାଟି ପକାଅ, ତହିଁର ପତ୍ର ସବୁ ଝାଡ଼ି ପକାଅ ଓ ଫଳ ସବୁ ବିଞ୍ଚି ଦିଅ। ତହିଁର ତଳୁ ପଶୁମାନେ, ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଆନ୍ତୁ। ତଥାପି ଭୂମିରେ ତାହାର ମୂଳ ଗଣ୍ଡିକି ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ, ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ। ତାହାର ମାନବ ହୃଦୟ ପରିବର୍ତ୍ତିତ ହେଉ ଓ ତାହାକୁ ପଶୁର ହୃଦୟ ଦତ୍ତ ହେଉ, ଆଉ ତାହା ଉପରେ 7 କାଳ ବହିଯାଉ। ଯେ ସର୍ବପରିସ୍ଥ, ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାଙ୍କୁ ତାହାଙ୍କର ଇଚ୍ଛା ତାହାକୁ ସେ ତାହା ଦିଅନ୍ତି। ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନିଚତମ ଲୋକଙ୍କୁ ତହିଁ ଉପରେ ନିଯୁକ୍ତ କରନ୍ତି। ଜୀବିତ ଲୋକମାନେ ଯେପରି ଏହା ଜାଣିବେ, ଏଥିପାଇଁ ଏହି ବାକ୍ୟ ପ୍ରହରୀଗଣର ଆଦେଶରେ ଓ ଏହି ଦାବି ପବିତ୍ରଗଣର ବାକ୍ୟ ଦ୍ୱାରା ହୋଇଅଛି। ମୁଁ ରାଜା ନବୁକଦନେସ୍ସର ଏହି ସ୍ୱପ୍ନ ଦେଖିଅଛି। ଏବେ ହେ ବେଲ୍sayର, ଏଠାରେ ଦାନିଏଲଙ୍କ ଅନ୍ୟ ନାମ ବେଲ୍sayର ବୋଲି କୁହାଗଲା, ଏହାର ଅର୍ଥ ଜଣାଅ। ଅଧ୍ୟାୟ 2ରେ ରାଜା ନବୁକଦନେସ୍ସର ଜାଣୁନଥିଲା କି ତାହାର ସ୍ୱପ୍ନ କ'ଣ ଥିଲା, କିନ୍ତୁ ଅଧ୍ୟାୟ 4ରେ ସେ ତାହାର ସ୍ୱପ୍ନ ଜଣାଇଲେ, କିନ୍ତୁ ଲୋକମାନେ ତାହାର ସ୍ୱପ୍ନ ଜଣାଇ ପାରିଲେ ନାହିଁ। କେବଳ ଦାନିଏଲ ସ୍ୱପ୍ନର ବ୍ୟାଖ୍ୟା ଜଣାଇଲେ। ଆସନ୍ତୁ ଆମେ ପଦ 19କୁ ଯିବା ଓ ତାହାର ବ୍ୟାଖ୍ୟା ଖୋଜିବା। ତହିଁରେ ବେଲ୍sayର ନାମକ ଦାନିଏଲ କ୍ଷଣକାଳ ଚମତ୍କୃତ ହୋଇ ରହିଲେ ଓ ତାହାର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍sayର, ସେ ସ୍ୱପ୍ନ ଅବା ତହିଁର ଅର୍ଥ ତୁମ୍ଭକୁ ବ୍ୟାକୁଳିତ ନ କରୁ। ବେଲ୍sayର ଉତ୍ତର କରି କହିଲେ, ହେ ମୋର ପ୍ରଭୁ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ।
ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତହିଁର ଅର୍ଥ ଘଟୁ। ଆପଣ ଯେଉଁ ବୃକ୍ଷ ଦେଖିଲେ ତାହା ବଢ଼ି ବଳବାନ ହେଲା ଓ ତହିଁର ଉଚ୍ଚତା ଗମନସ୍ପର୍ଶୀ ଓ ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା, ଯାହାର ପତ୍ର ସବୁ ସୁନ୍ଦର ଓ ଫଳ ଅନେକ ଥିଲା ଓ ତହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। ତହିଁର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ। ତହିଁର ଶାଖାମାନର ଉପରେ ଆକାଶସ୍ଥ ପକ୍ଷୀଗଣର ବସତି ଥିଲା। ହେ ମହାରାଜ, ସେ ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ ହୋଇଅଛନ୍ତି, କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗମନ ସ୍ପର୍ଶ କରୁଅଛି ଓ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି। ପୁଣି ଆପଣ ଯେ ଦେଖିଲେ, ସ୍ୱର୍ଗରୁ ଏକ ପ୍ରହରୀ ଓ ପବିତ୍ର ପୁରୁଷ ଓହ୍ଲାଇ ଆସି କହିଲେ, ଏ ବୃକ୍ଷକୁ ଛେଦନ କରି ବିନଷ୍ଟ କର, ତଥାପି ଭୂଇଁରେ ତହିଁର ମୂଳ ଗଣ୍ଡିକି ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ, ଆଉ ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ 7 କାଳ ବହିଯିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣର ସହିତ ତାହାର ଅଂଶ ହେଉ। ହେ ମହାରାଜ, ଏହାର ଅର୍ଥ ଏହି, ଆଉ ମୋହର ପ୍ରଭୁ ମହାରାଜଙ୍କ ବିଷୟରେ ସର୍ବପରିସ୍ଥଙ୍କର ନିରୂପଣ ଏହି, ଆପଣ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ଆପଣଙ୍କର ବସତି ହେବ। ବଳଦର ନ୍ୟାୟ ଆପଣଙ୍କୁ ତୃଣଭୋଜି କରାଯିବ, ଆଉ ଆପଣ ଆକାଶର କାକରରେ ତିନ୍ତାଯିବେ। ଏହି ରୂପେ ଆପଣଙ୍କ ଉପରେ 7 କାଳ ବହିଯିବ। ଶେଷରେ ସେ ସର୍ବପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାଙ୍କୁ ଯାହା ଦେବାକୁ ଇଚ୍ଛା କରିବେ ତାହାକୁ ସେ ତାହା ଦିଅନ୍ତି, ଏହା ଆପଣ ଜାଣିବେ। ଆହୁରି ବୃକ୍ଷର ମୂଳ ଗଣ୍ଡି ଛାଡ଼ିବା ପାଇଁ ଆଜ୍ଞା ଦିଆଯିବାର ଅର୍ଥ ଏହି ସ୍ୱର୍ଗ ହିଁ କର୍ତ୍ତୃତ୍ୱ କରଇ। ଏହା ଆପଣ ଜାଣିଲା ଉତ୍ତାରେ ଆପଣଙ୍କ ରାଜ୍ୟ ଆପଣଙ୍କ ପ୍ରତି ନିଶ୍ଚିତ ହେବ। ରାଜା ନବୁକଦନେସ୍ୱର ଚିନ୍ତା କରିଥିଲା କି ସେ ଆପଣା ନିଜ ଶକ୍ତି ଓ ଅଧିକାର ଦ୍ୱାରା ବାବିଲର ମହାନ ରାଜ୍ୟର ନିର୍ମାଣ କରିଅଛି। ତାହାକୁ ଏହି ବିଷୟରେ ଧ୍ୟାନ ନଥିଲା କି ସମସ୍ତ କିଛି ପରମେଶ୍ୱରଙ୍କଠାରୁ ଆସିଥାଏ। ପରମେଶ୍ୱର ଦାନିଏଲଙ୍କ ଦ୍ୱାରା ତାହାକୁ ଏହା ଅନୁଭବ କରିବାକୁ ଦେଲେ। ଆସନ୍ତୁ ଆମେମାନେ ପଦ 28କୁ ଯିବା। ରାଜା ନବୁକଦନେସ୍ୱର ପ୍ରତି ଏହିସବୁ ଘଟିଲା। 12 ମାସର ଶେଷରେ ସେ ବାବିଲର ରାଜା ପ୍ରାସାଦରେ ବୁଲୁଥିଲା। ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହା କି ସେହି ମହତୀ ବାବିଲ ନୁହେଁ? ବାବିଲର ମହିମା, ଅତ୍ୟୁତ୍ତମ ପ୍ରାସାଦ ଓ ସଂସ୍କୃତି ବିଷୟରେ ଚିନ୍ତା କରୁଥାଇ ରାଜା ନବୁକଦନେସ୍ୱର ଚିନ୍ତା କଲା, ମୁଁ ଆପଣା ବଳର ପ୍ରଭାବରେ ଏହାର ନିର୍ମାଣ କରିଅଛି। ଆଉ ସେ ଏହାକୁ ଆପଣା ମୁଖରେ କହୁଥିଲା। ପଦ 31, ରାଜାର ମୁଖରେ ଏଇ କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, ହେ ରାଜନ ନବୁକଦନେସ୍ୱର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା। ପୁଣି ତୁମେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମର ବସତି ହେବ। ବଳଦ ନ୍ୟାୟ ତୁମ୍ଭକୁ ତୃଣଭୋଜି କରାଯିବ। ଏହି ରୂପେ ତୁମ୍ଭ ଉପରେ 7 କାଳ ବହିଯିବ। ଶେଷରେ ଯେ ସର୍ବପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାଙ୍କୁ ତାହାର ଇଚ୍ଛା ତାହାକୁ ସେ ତାହା ଦିଅନ୍ତି, ଏହା ତୁମେ ଜାଣିବ। ସେହି ଦଣ୍ଡରେ ନବୁକଦନେସ୍ୱର ପ୍ରତି ସେହି କଥା ସଫଳ ହେଲା। ଆଉ ସେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହୋଇ ବଳଦ ନ୍ୟାୟ ତୃଣଭୋଜନ କଲା, ଆଉ ତାହାର ଶରୀର ଆକାଶର କାକରରେ ତିନ୍ତିଲା। ଶେଷରେ ତାହାର କେଶ ଉତ୍କୃଷ୍ଟ ପକ୍ଷୀର ପରତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା। ଅନନ୍ତର ସମୟରେ ଶେଷରେ ମୁଁ ନବୁକଦନେସ୍ୱର ସ୍ୱର୍ଗ ଆଡ଼ୁ ଊର୍ଦ୍ଧ୍ୱଦୃଷ୍ଟି କଲି। ତହିଁରେ ମୋର ବୁଦ୍ଧି ମୋ କତିକୁ ଫେରିଆସିଲା। ତହୁ ମୁଁ ସର୍ବପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତ ଜୀବୀ ତାହାଙ୍କର ପ୍ରଶଂସା ଓ ସମାଦର କଲି, କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ। ପୁଣି ପୃଥିବୀ ନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ, ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି, ଆଉ କେହି ତାହାଙ୍କର ହସ୍ତସ୍ଥଗିତ କରି ନପାରେ ଓ ତୁମ୍ଭେ କ'ଣ କରୁଅଛ, ଏହା ତାହାଙ୍କୁ କହି ନପାରେ। ସେହି ସମୟରେ ମୋ ବୁଦ୍ଧି ମୋ କତିକୁ ଫେରିଆସିଲା ଓ ମୋ ରାଜ୍ୟର ଗୌରବ ନିମନ୍ତେ ମୋର ପ୍ରତାପ ଓ ତେଜ ମୋ କତିକୁ ଫେରିଆସିଲା। ତହିଁରେ ମୋର ମନ୍ତ୍ରୀ ଅମାତ୍ୟଗଣ ମୋର ଅନ୍ୱେଷଣ କଲେ। ପୁଣି ମୁଁ ଆପଣା ରାଜ୍ୟରେ ସ୍ଥାପିତ ହେଲି ଓ ମୋର ମହିମା ଅତିଶୟ ବୃଦ୍ଧି ପାଇଲା। ଏଣୁ ମୁଁ ନବୁକଦନେସ୍ୱର ସେ ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି, କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥ ସକଳ ନ୍ୟାର୍ଯ୍ୟ। ପୁଣି ଯେଉଁମାନେ ଗର୍ବାଚରଣ କରନ୍ତି ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି। ରାଜା ନବୁକଦନେସ୍ୱର ଆପଣା କତିକୁ ଫେରିଆସିଲା। ଯେବେ ତାହାକୁ ଅନୁଭବ ହେଲା
कि मनुष्यଙ୍କ राज्ୟରେ परमेश्वर प्रभुता करନ୍ତି ताहाको अनुभव ହେଲା कि महान साम्राज्य बाबेल अपना निज शक्तिरे प्रस्तुत होई नाही किंतु परमेश्वर बुद्धिमान लोक बलवान लोकमानंकु ताहार चतुर्पार्श्वरे जन्म हेबाकु देले एवं युद्ध विजय हेबा निमंते सेनापति मानंकु सर्वदा ताहा पाखरे रहियाकु देले जहा द्वारा से एपरि साम्राज्य को स्थापन करि पारिले जेबे परिशेषरे ताहाकु अनुभव ହେଲା कि से ताहार शक्ति द्वारा नहीं किंतु परमेश्वरଙ୍କ द्वारा करा जाइथिला सेतेबेले ताहाकु बुद्धि आपणा कतिकु फेरि आसिला एवं से बाबेलर शक्ति को पुणी प्राप्त करि पारिला दानिएल अध्याय 4 रे परमेश्वर आम्भमानंकु एहा शिक्षा करंती जेतेबेले आम्भे विश्वव्यापी रे हेउथुवा कार्य को देखि थाउ तेबे एपरि लागे कि किछि राष्ट्रपति ओ किछि प्रधानमंत्री मानक पाखरे उत्तम नीति रहिछि ओ किछि लोक संसार को धमक देई थांती वास्तव रे एई तथ्य द्वारा परमेश्वर एई जुगर संबंध रे चिन्ह देखाउछंती आसंतु आमे अध्याय 5 को जिबा दानिएल अध्याय 5 पद 1 राजा बेलशस्सर आपणार सहस्र अमात्य वर्गଙ୍କ निमंते एक महाभोज प्रस्तुत कला ओ सेही सहस्रଙ୍କ साक्षातरे द्राक्षारस पान कला पुणी ताहार पिता नबुखदनेस्सर जेरुसालेमस्थ मंदिररु जेउ सकल सुना ओ रूपार पात्र अपहरण करितला तहिरे राजा ओ ताहार अमात्य वर्ग तेणु से परमेश्वरଙ୍କ मंदिररे उपयोग करा जाउथिबा समस्त पात्र आनिबार आज्ञा देले पुणी ताहार पत्नीगण ओ उपपत्नीगण जेपरि पान करिवे एथिपई बेलशस्सर द्राक्षारस आस्वादन करू करू से सकल पात्र आनिया पई आज्ञा कला तहिरे जेरुसालेमस्थ मंदिररु अर्थात परमेश्वरଙ୍କ गृहरु जेउ सकल सुवर्ण पात्र अपहृत होइथिला ताहा लोक माने आनिले पुणी राजा ओ ताहार अमात्य वर्ग ताहार पत्नीगण ओ उपपत्नीगण से सबुरे पान कले सेमाने द्राक्षारस पान करू करू सुना ओ रूपा पितळ लुहा ओ काठ ओ पत्थर निर्मित देवगण प्रशंसा कले सेही दंडरे मनुष्य हस्ତରେ अंगुଳି आसी राजप्रासादर कांथर लेपन उपरे दीपाधारर निकटरे लेखिला आ हस्ତରେ जीवंश लेखिला ता राजा ताहा देखिला तहिरे ताहार मुख विवर्ण हैला ओ ताहार भावना ताहाकु उद्विग्न कला पुणी ताहार कटी देशर संधिस्थान सबु हुगुला होइगला ओ ताहार आंठुरे आंठु बाजिला राजा गणक कल्दियो ओ शुभा शुभवादी मानकु आनिया पई उच्चस्वरी करे डाकिला राजा बाबेलीय विद्वान मानकु कहिला जे के ए लेखा पढ़िबो ओ तहिर अर्थ मते जणाइबो से बाइगुणिया रंग बसनरे वस्त्रान्वित हेबो ओ ताहार कंठरे सुवर्णर हार दिया जिवो आउ से राज्यर तृतीय कर्ता हबो तहिरे राजार समस्त विद्वान लोक भितरकु आसिले मात्र से लेखा पढ़ी पारिले नहीं किबा राजा को तहिर अर्थ जणाई पारिले नहीं तेणु राजा बेलशस्सर अतिशय उद्विग्न हैला ओ ताहार मुख विवर्ण हैला आ ताहार अमात्य गण विस्मयपन हेले शेषरे से दानिएलଙ୍କୁ आपणा स्वप्नर व्याख्या करिया पे कहिले आसंतु आम्भे पद 16 को जिबा मात्र तुम विषय मु शुणी अछि जे तुम्हे अर्थ प्रकाश ओ संदेह भंजन करि पारो एबे तुम्हे जदि ए लेखा पाठ करी तहिर अर्थ मते जणाई पारो तेबे तुम्हे बाइगणिया वर्णर वस्त्र रे प्रस्त्रान्वित हबो तुम कंठरे सुवर्ण हार दिया जिवो ओ तुम्हे राज्य रे तृतीय कर्ता हबो सेतेबेले दानिएल राजार छामुरी उत्तर करी कहिले आपणकर दान आपणकर थाउ ओ आपणकर पुरस्कार अन्य को दियंतु तथापि मु महाराजांक छामुरी ए लेखा पढ़िबी ओ अर्थ ताहांकु जणाइबी हे महाराज सर्वपरिस्थ परमेश्वर आपणक पिता नबुखदनेस्सरଙ୍କୁ राज्य महिमा गौरव ओ प्रताप देले आउ से तांकु एपरि महिमा देवारु सकल गोष्ठी नाना देशीय ओ भाषावादी लोक माने तांको छामुरे कंपित होई भय कले जाहाकु ताहार इच्छा ताहाकु से वध कले ओ जाहाकु ताहार इच्छा ताहाकु से जीवित रखिले पुणी जाहाकु ताहांकर इच्छा से ताहाकु उन्नत कले पुणी जाहाकु ताहांकर इच्छा ताहाकु से अवनत कले मात्र ताहांकर अंतकरण गर्वित हुवन्ते ओ तांकर आत्मा कठिन होई से अहंकार पूर्वक व्यवहार करन्ते से आपणा राजसिंहासन च्युत हेले ओ ताहार गौरव ताहांठु अपहृत हैला पुणी से मनुष्यगणर मध्य दूरीकृत हेले तांकर अंतकरण पशु तुल्य हैला ओ वन्य गर्दभ सहित तांकर बसती हैला से बलद परी तृण भोजन कले ओ तांकर शरीर आकाशर काकरे तिंतिला शेषर से जानिले जे सर्वपरिस्थ परमेश्वर मनुष्यमानंक राज्य कर्तृत्व करती ओ तहि उपरे जाहाकु ताहांकर इच्छा ताहाकु से नियुक्त करती एठारे दानिएल राजा बेलशस्सरଙ୍କୁ जागृत करुचंती पद 22
ଆଉ ସେ ବେଲଶସ୍ସର ତାଙ୍କର ପୁତ୍ର ଯେ ଆପଣ ଏସବୁ ଜାଣିଲେ ହେଁ ଆପଣ ଅନ୍ତଃକରଣ ନମ୍ର କରିନାହାନ୍ତି, ମାତ୍ର ସ୍ୱର୍ଗର ଅଧିପତିଙ୍କ ବିରୁଦ୍ଧରେ ଆପଣଙ୍କୁ ଉନ୍ନତ କରିଅଛନ୍ତି ଓ ତାହାଙ୍କ ଗୃହର ନାନା ପାତ୍ର ଆପଣଙ୍କ ସମ୍ମୁଖକୁ ଅଣାଯାଆନ୍ତେ ଆପଣ ଓ ଆପଣଙ୍କ ଅମାତ୍ୟଗଣ, ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ସେସବୁ ପାତ୍ରରେ ଦ୍ରାକ୍ଷରସ ପାନ କରିଅଛନ୍ତି। ପୁଣି ରୂପାର, ସୁନାର, ପିତ୍ତଳର, ଲୁହାର, କାଠର ଓ ପଥରର ଯେଉଁ ଦେବଗଣର ଦେଖନ୍ତି ନାହିଁ କି ଶୁଣନ୍ତି ନାହିଁ କି ଜାଣନ୍ତି ନାହିଁ, ସେମାନଙ୍କ ପ୍ରଶଂସା ଆପଣ କରିଅଛନ୍ତି। ପୁଣି ଆପଣଙ୍କର ନିଶ୍ୱାସ ଯାହାଙ୍କର ହସ୍ତଗତ ଓ ଆପଣଙ୍କ ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରିନାହାନ୍ତି। ଏ ସମୟରେ ତାହାଙ୍କ ନିକଟରୁ ହସ୍ତର ଅଂଶ ପ୍ରେରିତ ହେଲା ଆଉ ଏହି ଲେଖା ଲିଖିତ ହେଲା। ପୁଣି ଯାହା ଲିଖିତ ହେଲା ତାହା ଏହି ମିନେ ମିନେ ତକେଲ ଉପାରେସିନ୍। ଏହାର ଅର୍ଥ ଏହି, ମିନେ ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି। ତକେଲ ଆପଣା ନିକ୍ତିରେ ତୋଲା ଯାଇଅଛନ୍ତି ଓ ଉଣା ଦେଖାଯାଇଅଛନ୍ତି। ପିରସ ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି ଆଉ ମାଦିଓ ଓ ପାରସୀମାନଙ୍କୁ ଦତ୍ତ ହୋଇଅଛି। ସେତେବେଳେ ବେଲଶସ୍ସର ଆଜ୍ଞା କରନ୍ତେ ଲୋକମାନେ ଦାନିଏଲଙ୍କୁ ବାଇଗଣିଆ ରଙ୍ଗର ବସ୍ତ୍ର ପିନ୍ଧାଇଲେ ଓ ତାଙ୍କର କଣ୍ଠରେ ସୁବର୍ଣ୍ଣହାର ଦେଲେ ଓ ସେ ଯେ ରାଜ୍ୟର ତୃତୀୟ କର୍ତ୍ତା ହେବେ ତାଙ୍କ ବିଷୟରେ ଏହା ଘୋଷଣା କଲେ। ସେହି ରାତ୍ରିରେ କଲ୍ଦୀୟମାନଙ୍କର ରାଜା ବେଲଶସ୍ସର ବଧ କରାଗଲା। ପୁଣି ମାଲଦ୍ୟ ଦାରିଆବସ୍ ରାଜ୍ୟପ୍ରାପ୍ତ ହେଲା। ସେ ସମୟରେ ତାହାର ପ୍ରାୟ 62 ବର୍ଷ ବୟସ ହୋଇଥିଲା। ଦାନିଏଲ ଅଧ୍ୟାୟ 5 ଦେଖାଉଛି କି ରାଜା ବେଲଶସ୍ସରଙ୍କ ସମୟରେ ବାବେଲ, ମାଦି ଓ ପାରସ ଦ୍ୱାରା ପରାଜିତ ହେବେ। ଏଠାରେ ମଧ୍ୟ ଦାନିଏଲ ଏହା କହିବା ସହିତ ଦେଖାଇଲେ, ତୁମ୍ଭେ କ'ଣ ଜାଣିନାହଁ ସର୍ବପରିସ୍ଥ ସେ ଯେ ମନୁଷ୍ୟଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି? କ'ଣ ଏହା ରାଜା ନବୁକଦ୍ନେସ୍ସରଙ୍କ ସମୟରେ ଆରମ୍ଭରୁ ହିଁ ହୋଇନଥିଲା? କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କାହିଁକି କରୁଅଛ? ଏହା କହିବା ପରେ ସେ କାନ୍ଥରେ ହସ୍ତଲିଖିତ ଶବ୍ଦର ବ୍ୟାଖ୍ୟା କହିଲେ, ହେ ରାଜନ, ଆପଣ ନିକ୍ତିରେ ତୋଲା ଯାଇଅଛନ୍ତି ଓ ଉଣା ଦେଖାଯାଇଅଛନ୍ତି। ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି। ଏହି ଶବ୍ଦ ମିନେ ମିନେ ତକେଲ ଉପାରସିନ୍ର ବ୍ୟାଖ୍ୟା ଥିଲା। ଆଉ ଦାନିଏଲ ଅଧ୍ୟାୟ 5ରେ ଏହା ଲେଖା ଅଛି କି ମାଦି ଫାରୋସ ରାଜା ବେଲଶସ୍ସରଙ୍କ ଉପରେ ଆକ୍ରମଣ କଲା ଆଉ ସେହି ରାତ୍ର ବାବେଲ ନଷ୍ଟ ହୋଇଗଲା। ଏହି ପୃଥିବୀରେ ରହୁଥିବା ଲୋକଙ୍କୁ ଉଚିତ ପ୍ରକାରେ ପରମେଶ୍ୱରଙ୍କୁ ଜାଣିବା ଓ ପରମେଶ୍ୱରଙ୍କ ଭୟ ମାନିବା ଉଚିତ, ଯାହାଦ୍ୱାରା ଯେତେବେଳେ ସେମାନେ ଏହି ସଂସାରରୁ ଚାଲିଯିବେ ଓ ଆତ୍ମିକ ଦୁନିଆରେ ଫେରିବେ, ତେବେ ସେମାନେ ଜାଣିବେ କି କିଏ ପ୍ରତ୍ୟେକ ସମୟ ତାଙ୍କର ମାର୍ଗଦର୍ଶନ କରିଅଛନ୍ତି। ଆମ୍ଭେ ଏହି ତଥ୍ୟକୁ ଜାଣିବା ଓ ଉଚିତ ପ୍ରକାରେ ପରମେଶ୍ୱରଙ୍କ ଭୟ ମାନିବା ଉଚିତ। ଏହି କାରଣ ଆମ୍ଭେ ସର୍ବଦା ପରମେଶ୍ୱରଙ୍କ ବାକ୍ୟ ଉପରେ ଧ୍ୟାନ ଦେବା ଉଚିତ ଓ ପରମେଶ୍ୱରଙ୍କ ଶିକ୍ଷାର ପାଳନ କରିବା ଉଚିତ। ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 6କୁ ଯିବା। ଅଧ୍ୟାୟ 6 ପଦ 5। ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀର ମନୁଷ୍ୟର ଦୁଷ୍ଟତା ଅତି ବଡ଼ ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ଏଥି ନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ। ତହିଁରେ ସଦାପ୍ରଭୁ କହିଲେ, ଆମେ ଭୂମଣ୍ଡଳର ଆପଣାର ସୃଷ୍ଟ ମନୁଷ୍ୟକୁ ଆଉ ମନୁଷ୍ୟ ସହିତ ପଶୁ ଓ ଉରଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା, କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମର ଅନୁତାପ ହେଉଅଛି। ମାତ୍ର ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ପଦ 9। ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ। ନୋହ ପରମେଶ୍ୱର ସହିତ ଗମନାଗମନ କଲେ। ନୋହ, ସେମ ଓ ହାମ ଓ ଜେଫତ ଏହି 3 ପୁତ୍ରଙ୍କୁ ଜାତ କଲେ। ସେହି ସମୟରେ ପୃଥିବୀ ପରମେଶ୍ୱର ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା। ପୁଣି ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ ତାହା ଭ୍ରଷ୍ଟ ହୋଇଅଛି, ଯେହେତୁ ପୃଥିବୀର ସମସ୍ତ ପ୍ରାଣୀ ଭ୍ରଷ୍ଟାଚାର ହୋଇଅଛନ୍ତି। ତୁମ ପରମେଶ୍ୱର ନୋହଙ୍କୁ କହିଲେ, ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମ କାଳ ଉପସ୍ଥିତ ହେଲା, ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି। ପୁଣି ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ଆସନ୍ତୁ ଆମ୍ଭେ ପଦ 14ରେ ଦେଖିବା। ତୁମ୍ଭେ ଗୋଫର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର, ତହିଁ ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର। ସେ ପରମେଶ୍ୱର ଅଟନ୍ତି ଯେ ଏହି ସଂସାରକୁ ଶାସନ କରନ୍ତି। ପରମେଶ୍ୱର ଜଳ ଦ୍ୱାରା ଅଧାର୍ମିକମାନଙ୍କୁ ଦଣ୍ଡ ଦେବାର ଆପଣା ଇଚ୍ଛା ନୋହଙ୍କୁ ଜାଣିବାକୁ ଦେଲେ। ପରମେଶ୍ୱର ତାଙ୍କୁ ଆପଣା ଇଚ୍ଛା ଜାଣିବାକୁ ଦେଲେ ଓ ତାହାକୁ କହିଲେ କି ତାହାର କାମ ଜାହାଜ ତିଆରି କରିବା ଓ
ଓ ଉଦ୍ଧାର ନିମନ୍ତେ ପ୍ରସ୍ତୁତ କରିବାର ଅଛି। ନୋହ ଏହା ଉପରେ କୌଣସି ଆପତ୍ତି କଲେ ନାହିଁ, କିନ୍ତୁ ସେ ପରମେଶ୍ୱରଙ୍କ ଇଚ୍ଛାକୁ ପୂରା କଲେ। ଆମ୍ଭେ ଏହାକୁ ଅଧ୍ୟାୟ 6ରେ ଦେଖିପାରିବା। ପଦ 22, ପରମେଶ୍ୱରଙ୍କ ଏହି ଆଜ୍ଞା ଅନୁସାରେ ନୋହ କ'ଣ ନୋହ କଲେ। ଅଧ୍ୟାୟ 7 ପଦ 4, ଯେହେତୁ 7 ଦିନ ଉତ୍ତାରେ ଆମ୍ଭେ 40 ଦିନ ରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀ ସ୍ଥିତ ଆମର ନିର୍ମିତ ସମସ୍ତ ପ୍ରାଣୀକି ଲୁପ୍ତ କରିବା। ନୋହ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସବୁ କର୍ମ କଲେ। ବିଶ୍ୱାସର ପୂର୍ବପୁରୁଷ ସମ୍ପୂର୍ଣ୍ଣ ଭାବରେ ବୁଝିଲେ କି ପୁରା ସଂସାର ପରମେଶ୍ୱରଙ୍କ ଦ୍ୱାରା ପରିଚାଳିତ କରାଯାଉଅଛି। ଏଥିପାଇଁ ସେମାନେ ସର୍ବଦା ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ ଓ ପରମେଶ୍ୱରଙ୍କ ବାକ୍ୟର ପାଳନ କଲେ। କିନ୍ତୁ ପରମେଶ୍ୱରଙ୍କ ଆଜ୍ଞାକୁ ଅସ୍ୱୀକାର କଲେ ନାହିଁ, ବା ସେମାନେ ତାହା ପାଳନ କଲେ ବା ତାହାଠାରୁ ଦୂରେଇଲେ ନାହିଁ। ଏହା ମଧ୍ୟ ଲେଖା ଅଛି, ନୋହ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସବୁ କର୍ମ କଲେ। ଏହି ପ୍ରକାର ପରମେଶ୍ୱର ସମସ୍ତ ସଂସାରକୁ ନଷ୍ଟ କଲେ ନାହିଁ, କିନ୍ତୁ କିଛି ବଂଶ ଛାଡ଼ିଲେ। ଏପରି ସମୟ ଥିଲା ଯେତେବେଳେ ସଂସାର ଜଳ ସହିତ ନ୍ୟାୟ କରାଯାଇଥିଲା, ଆଉ ପରମେଶ୍ୱର ଆମମାନଙ୍କୁ ଏହି ଯୁଗ ବିଷୟରେ ମଧ୍ୟ ଜାଣିବାକୁ ଦେଲେ, ଯେଉଁ ସମୟରେ ଆମ୍ଭେମାନେ ଜୀବନଯାପନ କରୁଅଛୁ। ହଁ ନା? ଆସନ୍ତୁ ଆମ୍ଭେ ଦ୍ୱିତୀୟ ପେତର ଅଧ୍ୟାୟ 3 ଉପରେ ଏକ ନଜର ପକାଇବା। ଅଧ୍ୟାୟ 3 ପଦ 6, ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା। ପୁଣି ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ କେଉଁମାନଙ୍କ ପାଇଁ ରଖାଯାଇଅଛି? ଅଧାର୍ମିକ ଲୋକମାନଙ୍କର ବିଚାର ନିମନ୍ତେ ଓ ବିନାଶ ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। ଆଉ ଦ୍ୱିତୀୟ ପେତର 3ରେ ଏହା ଲେଖା ଅଛି, ଏବେ ପରମେଶ୍ୱର ଅଗ୍ନି ଦ୍ୱାରା ଅଧାର୍ମୀମାନଙ୍କୁ ଦଣ୍ଡ ଦେବେ। ତେବେ ଏହି କାର୍ଯ୍ୟ ନିଶ୍ଚିତ ହିଁ ସେମିତି ପୁରା ହେବ ଯେମିତି ପରମେଶ୍ୱର କହିଲେ। ଆସନ୍ତୁ ଆମେ ପଦ 10କୁ ଯିବା। ପରମେଶ୍ୱର ଏହି ସଂସାରର ଭବିଷ୍ୟତ ଦେଖୁଅଛନ୍ତି, ଯାହା ପରମେଶ୍ୱର ପରିଚାଳନା କରୁଅଛନ୍ତି। ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ସେହିଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ଏହି ସମସ୍ତ ଏହି ବିଷୟ ଏହି ପ୍ରକାର ଲୁପ୍ତ ହେବାରୁ ଏହି ସମସ୍ତ ବସ୍ତୁ ବିନା ସମ୍ପୂର୍ଣ୍ଣ ରୂପେ ସଫଳ ହେବ। ତେବେ ଆପଣଙ୍କୁ କେଉଁ ପ୍ରକାର ଲୋକ ହେବା ଉଚିତ? ଈଶ୍ୱରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜୁଳି ଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ତାପରେ ତରଳିଯିବ, ସେହି ଦିନର ଆଗମନର ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମାନଙ୍କର କିପରି ସଦାଚାରୀ ଓ ଧର୍ମଚାରଣ ହେବା ଉଚିତ। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ। ଅତଏବ ହେ ପ୍ରିୟମାନେ, ତୁମେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ କେମିତି ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର। ପରମେଶ୍ୱର ଏହି ପୃଥିବୀକୁ ପରିଚାଳନା କରୁଅଛନ୍ତି। ଏଥିପାଇଁ ଆମ୍ଭେ ଅନ୍ତିମ ନ୍ୟାୟର ଦିନରେ ରକ୍ଷା ପାଇବା ପାଇଁ ଆହୁରି ପବିତ୍ର ଓ ଧାର୍ମିକ ଜୀବନଯାପନ କରୁଥାଇ ପ୍ରସ୍ତୁତ ରହିବା ଉଚିତ। ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ନିଷ୍କଳଙ୍କ ଓ ନିର୍ଦ୍ଦୋଷ ହେବା ଉଚିତ। ଆସନ୍ତୁ ଆମେ ସିଫୋନେ 1 ଅଧ୍ୟାୟ ଦେଖିବା। ଯଦି ହିଁ ସଂସାର ଲୋକମାନେ ଦୁଷ୍ଟ ଜୀବନଯାପନ କରିବେ, କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଲୋକଙ୍କୁ ସେହି ଦୁଷ୍ଟତାରେ ନ ବହିଯିବା ଉଚିତ। ହଁ ନା? ଏହା ବ୍ୟତୀତ ଆମ୍ଭେ ସେମାନଙ୍କୁ ଉଚିତ ମାର୍ଗରେ ନେଇ ଆସିବା ଦରକାର। ଆସନ୍ତୁ ଆମ୍ଭେ ଅଧ୍ୟାୟ 1 ପଦ 2 ଦେଖିବା। ସଦାପ୍ରଭୁ କହନ୍ତି, ଆମ୍ଭେ ଭୂମିରୁ ସମଗ୍ର ବସ୍ତୁ ନିଃଶେଷ ରୂପେ ସଂହାର କରିବା। ଆସନ୍ତୁ ଆମ୍ଭେ ପଦ 14କୁ ଯିବା। ସଦାପ୍ରଭୁଙ୍କର ମହାଦିନ ନିକଟବର୍ତ୍ତୀ, ତାହା ଅର୍ଥାତ୍ ସଦାପ୍ରଭୁଙ୍କର ଦିନର ଶବ୍ଦ ନିକଟବର୍ତ୍ତୀ ଓ ଅତି ଶୀଘ୍ର ଆସୁଅଛି। ବୀରପୁରୁଷ ସେ ସ୍ଥାନରେ ଅତିଶୟ ରୋଦନ କରୁଅଛି। ସେହିଦିନ କ୍ରୋଧର ଦିନ, ସଙ୍କଟ ଓ କ୍ଲେଶର ଦିନ, ଉଜାଡ଼ ଓ ସର୍ବନାଶର ଦିନ, ଅନ୍ଧକାର ଓ ଘୋର ତିମିରର ଦିନ, ମେଘ ଓ ନିବିଡ଼ ଅନ୍ଧକାରର ଦିନ, ତୁରିଧ୍ୱନି ଓ ଭୟାନକ ନାଦର ଦିନ, ତାହା ପ୍ରାଚୀରରେ ବେଷ୍ଟିତ ନଗର ଓ ଉଚ୍ଚ ଚୂଡ଼ା ସକଳର ବିପକ୍ଷରେ ଉପସ୍ଥିତ ହେବ। ପୁଣି ଆମ୍ଭେ ମନୁଷ୍ୟମାନଙ୍କ ଉପରେ ଦୁଃଖ ଘଟାଇବା, ତହିଁରେ ସେମାନେ ଅନ୍ଧ ଲୋକ ପରି ବୁଲିବେ, କାରଣ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି, ଆଉ ସେମାନଙ୍କର ରକ୍ତ ଧୂଳି ପରି ଓ ସେମାନଙ୍କର ମାଂସ ମଳ ପରି ଢଳାଯିବ। ପୁଣି ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିମ୍ବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରିପାରିବ ନାହିଁ, ମାତ୍ର ତାହାଙ୍କର ଅନ୍ତର୍ଜଳ ରୂପ କାହା ଦ୍ୱାରା? ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ, କାରଣ ସେ ଦେଶ ନିବାସୀ ସମସ୍ତଙ୍କୁ ନିଃଶେଷ କରିବେ। ହଁ, ଭୟାନକ ରୂପେ ନିଃଶେଷ କରିବେ। ଅଗ୍ନିର ସହିତ ନ୍ୟାୟକୁ ବାରମ୍ବାର କୁହାଯାଇଅଛି।
ଏହି ପୃଥିବୀକୁ ପରିଚାଳନା ଓ ଶାସନ କରିବା ସମୟ ପରମେଶ୍ୱର ସବୁଠୁ ଅଧିକ ଯାହା ଚାହୁଁଅଛନ୍ତି ତାହା ମାନବ ଜାତିର ଉଦ୍ଧାର। ଯେଉଁ ପ୍ରକାର ପରମେଶ୍ୱର ନୋହକୁ ସେହି ଦିନମାନଙ୍କରେ ବିପତ୍ତିରୁ ରକ୍ଷା ପାଇବାର ମାର୍ଗ ଦେଖାଇଥିଲେ, ସେହି ପ୍ରକାର ପରମେଶ୍ୱର ଆମମାନଙ୍କୁ ଏହି ଯୁଗରେ ମଧ୍ୟ ରକ୍ଷା ପାଇବାର ମାର୍ଗ ଦେଖାଉଅଛନ୍ତି। ପରମେଶ୍ୱର ଆମମାନଙ୍କୁ ଜଣେଇଲେ କି ଏହି କ୍ଷଣ ଆସିଲେ ଓ ଯେତେବେଳେ ଆମେ ଏହି ବିଷୟକୁ ଆପଣା ଆଖପାଖରେ ହେବାର ଦେଖିବା, ତେବେ ଶୀଘ୍ର ଗୋଟିଏ ସ୍ଥାନରେ ପ୍ରବେଶ କରିବାର ଅଛି। ତାହା କେଉଁଠି ଅଛି? ଆମମାନଙ୍କୁ ଶୀଘ୍ର ସିଓନରେ ପ୍ରବେଶ କରିବା ଉଚିତ। ପର୍ବକୁ ବିଶେଷ ରୂପରେ ନିସ୍ତାର ପର୍ବକୁ ପାଳନ କରିବା ଉଚିତ ଆଉ ସମସ୍ତ ବିପତ୍ତିରୁ ରକ୍ଷା ପାଇବା ଉଚିତ। ଆସନ୍ତୁ ଆମେ ଗୀତ ସଂହିତା ଅଧ୍ୟାୟ 91 ଦେଖିବା। ଅଧ୍ୟାୟ 91 ପଦ 1। ଯେଉଁ ଜନ ସର୍ବପରିସ୍ତଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବପରିସ୍ତଙ୍କ ଛାୟା ତଳେ ବସତି କରିବ। ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ। ଆସନ୍ତୁ ଆମେ ପଦ 7କୁ ଯିବା। ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ, ମାତ୍ର ତାହା ତୁମ୍ଭ କତିକି କ'ଣ? ତୁମ୍ଭ କତିକି ଆସିବ ନାହିଁ। ବିପଦକୁ ପାଖରେ ଆସିବାରୁ ଅଟକାଇବା ପାଇଁ ପରମେଶ୍ୱର ବିଶେଷ ଉପାୟ କରିଅଛନ୍ତି। ଆମେମାନେ ସେହି ସମସ୍ତ କିଛି ପ୍ରସ୍ତୁତ କରିବା ଉଚିତ ଯାହା ପରମେଶ୍ୱର ଆମମାନଙ୍କୁ କହିବା ପାଇଁ କହୁଛନ୍ତି। ଯଦି ପରମେଶ୍ୱର ଆମମାନଙ୍କୁ ସିଓନରେ ପ୍ରବେଶ କରିବା ପାଇଁ କହୁଛନ୍ତି, ତେବେ ଆମେ ସିଓନରେ ପ୍ରବେଶ କରିବା ଉଚିତ। ଆଉ ଯଦି ପରମେଶ୍ୱର ଆମମାନଙ୍କୁ ନିସ୍ତାର ପର୍ବକୁ ପବିତ୍ର ରୂପେ ପାଳନ କରିବା ପାଇଁ କହୁଛନ୍ତି, ତେବେ ଆମେ ନିସ୍ତାର ପର୍ବକୁ ପବିତ୍ର ରୂପେ ପାଳନ କରିବା ଉଚିତ। ଯଦି ପରମେଶ୍ୱର ଆମମାନଙ୍କୁ ବ୍ୟବସ୍ଥାର ଅନୁସାରେ ବିଶ୍ରାମ ଦିନ ପାଳନ କରିବା ପାଇଁ କହୁଛନ୍ତି, ତେବେ ଆମେମାନେ ବିଶ୍ରାମ ଦିନର ବ୍ୟବସ୍ଥାକୁ ପାଳନ କରିବା ଉଚିତ। ଆଉ ଯଦି ପରମେଶ୍ୱର ସେହି ଲୋକମାନଙ୍କୁ ବାକ୍ୟ ପ୍ରଚାର କରିବା ପାଇଁ କହୁଛନ୍ତି ଯେଉଁମାନେ ଏହାକୁ ଜାଣିନାହାନ୍ତି, ତେବେ ଆମେମାନେ ସେମାନଙ୍କୁ ପ୍ରଚାର କରିବା ଉଚିତ। ଆମେମାନେ ସବୁ କିଛି ପ୍ରସ୍ତୁତ କରିବା ଉଚିତ। ଆମେମାନେ ସବୁ କିଛି କରିବା ଉଚିତ। ଆଉ ପୁଣି ଆମମାନଙ୍କୁ କେବଳ ଅପେକ୍ଷା କରିବାର ଆବଶ୍ୟକତା ଅଛି। ଲେଖା ଅଛି, କୌଣସି ବିପତ୍ତି ତୁମ୍ଭ ପାଖକୁ ଆସିବ ନାହିଁ। ପୁଣି ତାହା କ'ଣ ଯାହା ପରମେଶ୍ୱର ଆମମାନଙ୍କୁ କରିବା ଉଚିତ, ଯାହାଦ୍ୱାରା କୌଣସି ବିପତ୍ତି ଆମମାନଙ୍କ ପାଖକୁ ନ ଆସୁ? ଆସନ୍ତୁ ଆମେ ଯାତ୍ରା ପୁସ୍ତକ ଅଧ୍ୟାୟ 12 ପଦ 11 ଦେଖିବା। ଏହି ପ୍ରକାରେ ତୁମେମାନେ ତାହା ଭୋଜନ କରିବ, ଅର୍ଥାତ୍ କଟି ବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଚଷ୍ଟି ଘେନି ଚଞ୍ଚଳ ତାହା ଭୋଜନ କରିବ। ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ। ଯେହେତୁ ଆମ୍ଭେ ଆଜି ରାତ୍ରି ମିଶ୍ର ଦେଶର ମଧ୍ୟ ଦେଇ ଯାଇ ମିଶ୍ର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମ ଜାତକୁ ସଂହାର କରିବା, ପୁଣି ମିଶ୍ର ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା। ଆମ୍ଭେ ସଦାପ୍ରଭୁ। ଏଣୁକରି ତୁମେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ଗୃହରେ ସେ ରକ୍ତ ଚିହ୍ନ ସ୍ୱରୂପ ରହିବ। ଆଉ ଆମ୍ଭେ ମିଶ୍ର ଦେଶକୁ ଦଣ୍ଡ ଦେବା ସମୟରେ ସେ ରକ୍ତ ଦେଖିଲେ ତୁମମାନଙ୍କୁ ଛାଡ଼ି ଆଗକୁ ଯିବା ସଂହାରକ ଆଘାତ ତୁମମାନଙ୍କ ପ୍ରତି ଘଟିବ ନାହିଁ। ଆଉ ସେହିଦିନ ତୁମମାନଙ୍କର ସ୍ମରଣୀୟ ହେବ। ପୁଣି ତୁମେମାନେ ସେହି ଦିନକୁ ସଦାପ୍ରଭୁ ପର୍ବ ରୂପେ ପାଳନ କରିବ। ଠିକ୍ ସେମିତି ସେ ଆମମାନଙ୍କ ରକ୍ଷା କରିବାର ପ୍ରତିଜ୍ଞା କଲେ କି ଯୁଗରେ ମଧ୍ୟ ଯେତେବେଳେ ଆମେ ନିସ୍ତାର ପର୍ବ ପାଳନ କରିବା, କୌଣସି ବିପତ୍ତି ଆମମାନଙ୍କ ପାଖକୁ ଆସିବ ନାହିଁ। ଏହା ଏକ ପ୍ରତିଜ୍ଞା ଥିଲା ଯାହା ପରମେଶ୍ୱର 3500 ବର୍ଷ ପୂର୍ବେ ଯାତ୍ରା ସମୟରେ କରିଥିଲେ। ଆଜି ଏହି ଯୁଗରେ ମଧ୍ୟ ଯେତେବେଳେ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟ ପାଳନ କରୁ, ତେବେ ମହାନ ଅନୁଗ୍ରହ ଓ ଉଦ୍ଧାରର କାର୍ଯ୍ୟ କରାଯାଉଅଛି। ଆମ୍ଭେ ଏହା ମନରେ ରଖିବା ଉଚିତ ଓ ପବିତ୍ର ଓ ଧାର୍ମିକ ଜୀବନ ଯାପନ କରି ପରମେଶ୍ୱରଙ୍କ ଆସିବା ଦିନ ଅପେକ୍ଷା କରିବା ସହିତ ବିଶ୍ୱାସର ଏକ ସୁନ୍ଦର ଯାତ୍ରା କରିବା ଉଚିତ। ଯେମିତି ନୋହଙ୍କ ସମୟରେ ପରମେଶ୍ୱର ଜାହାଜ ପ୍ରସ୍ତୁତ କରିଥିଲେ, ଠିକ୍ ସେମିତି ପରମେଶ୍ୱର ଆମମାନଙ୍କୁ ସିଓନରେ ପ୍ରବେଶ କରିବା ପାଇଁ କହୁଛନ୍ତି। ଆସନ୍ତୁ ଆମେ ଜେରେମିୟ 4ରେ ଏହାର ପୁଷ୍ଟି କରିବା। ଅଧ୍ୟାୟ 4 ପଦ 5। ତୁମେମାନେ ଜିହୁଦାରେ ପ୍ରଚାର କର ଓ ଜେରୁସାଲେମରେ ଘୋଷଣା କର। ଆଉ କୁହ, ତୁମେମାନେ ଦେଶରେ ତୁରୀ ବଜାଅ, ଉଚ୍ଚସ୍ୱର କରି କୁହ, ତୁମେମାନେ ଏକତ୍ର ହୁଅ, ଆସ ଆମେମାନେ ଦୃଢ଼ ନଗରମାନଙ୍କୁ ଯାଅ। ଏହି ସ୍ଥାନ କ'ଣ? ଏହା ସିଓନ। ସିଓନ ଆଡ଼େ ଧ୍ୱଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ବ କର ନାହିଁ, କାରଣ ଆମେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା। ସିଂହ ଆପଣା ଗହରରୁ ବାହାରିଅଛି, ନାନା ଦେଶୀମାନଙ୍କର ବିନାଶ ଅର୍ଥାତ୍ ସମସ୍ତ ଦେଶୀମାନଙ୍କର ବିନାଶକୁ ଆସୁଅଛି। ତୁମ ନଗର ସମୂହ ଯେପରି ଉଚ୍ଛିନ୍ନ ନିବାସୀ ବିହୀନ ହେବ, ଏଥିପାଇଁ ତୁମ ଦେଶକୁ ଉଜାଡ଼ କରିବାକୁ ସେ ବାଟରେ ଅଛି, ସେ ଆପଣା ସ୍ଥାନରୁ ବାହାରିଅଛି। ଏ ସମୟ ଆମ୍ଭେମାନେ କେଉଁଠି ଯିବାର ଆବଶ୍ୟକତା ଅଛି? ସିଓନରେ, ଯେଉଁଠି ମଧ୍ୟ ଆମ୍ଭେ ପରମେଶ୍ୱରଙ୍କ ଲୋକ ଅଛୁ। ଆମେ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ପରମେଶ୍ୱର ସର୍ବଦା ଆମମାନଙ୍କ ସହିତ ଅଛନ୍ତି। ଏପରି ମହାନ କାର୍ଯ୍ୟରେ ଆହ୍ୱାନ କରିବା ପାଇଁ, ଆମ୍ଭେ ଆପଣା ସନ୍ତାନ ଉଦ୍ଧାର କରିବା ପାଇଁ ଆଉ ଆମମାନଙ୍କ ଉଦ୍ଧାରର ଅନ୍ତିମ କାର୍ଯ୍ୟର ଭାଗ ରୂପରେ କାମ କରିବାର ଅନୁମତି ଦେବା ପାଇଁ
ଆସନ୍ତୁ ଆମେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା, କାରଣ ଆମମାନଙ୍କୁ ଏହି କାର୍ଯ୍ୟ ପାଇଁ ଆହ୍ୱାନ କରାଯାଇଅଛି। ତେବେ ମୁଁ ସିଓନର ସମସ୍ତ ସନ୍ତାନଙ୍କୁ ସର୍ବଦା ପବିତ୍ର ଓ ଧାର୍ମିକ ଜୀବନଯାପନ କରିବାର ଆଉ ସେହି ସମସ୍ତ ବିଷୟ ପାଳନ କରିବା ପାଇଁ ଯାହା ପରମେଶ୍ୱର ଆମମାନଙ୍କୁ ଆଜ୍ଞା ଦେଉଛନ୍ତି ଆଉ ପିତା ଓ ମାତାଙ୍କ ପଥରେ ଚାଲିବା ପାଇଁ କହିବାକୁ ଚାହୁଁଅଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।